gone with the scooter. It was summer afternoon. ଗ୍ରୀଷ୍ମ ଦିନ ଖରାବେଳ ହେଇଥିଲା. ଗୋପୀ was sitting in the veranda reading a book. ଗୋପୀ ତାର ବାରେଣ୍ଡାରେ ବସିକି ଗୋଟେ ବହିଟେ ପଢ଼ୁଥିଲା. Suddenly ହଠାତ୍ he heard something rustling past and falling with a thud in the garden. Suddenly he heard something rustling past. ତାକୁ ଶୁଣାଗଲା ହଠାତ୍ ଗୋଟେ କ'ଣ ମାନେ ଭୁସ୍କିନା କ'ଣ ଗୋଟେ ସାଉଣ୍ଡ ଆସିଲା. ହଠାତ୍ ଭୁସ୍କିନା ଗୋଟେ କ'ଣ ସାଉଣ୍ଡ ଆସିଲା. ଆଣ୍ଡ ଫଲିଂ ୱିଥ୍ ଏ ଥର୍ଡ଼ ଇନ୍ ଦ ଗାର୍ଡ଼େନ୍. ହେଠୁ ଆଉ କ'ଣ ଶୁଣାଗଲା ନା ହଠାତ୍ ଗୋଟେ କିଏ ମାନେ କ'ଣ ଗୋଟେ ପଡ଼ିଯିବାର ତାଙ୍କ ବଗିଚାରେ ଗୋଟେ କ'ଣ ଗୋଟେ ପଡ଼ିଯିବାର ସାଉଣ୍ଡ ଆସିଲା. ହି ଥଟ୍ ହ୍ୱାଟ୍ ଇଟ୍ କୁଡ୍ ବି. ସେ ଭାବିଲା ଏହା କ'ଣ ହେଇପାରେ. ପରହାପ୍ସ ମାନେ ବୋଧେ. ଇଟ୍ ୱାଜ୍ ଏ ମ୍ୟାଙ୍ଗୋ ଫଲିଂ ଫ୍ରମ୍ ଦ ଟ୍ରି. ଏହା ବୋଧେ ଆମ୍ବ ଗଛରୁ ପଡ଼ିଛି. ତାହେଲେ ସେ ଭାବିଲା ଗୋଟେ ଆମ୍ବ ବୋଧେ ଗଛରୁ ପଡ଼ିଛି. ଇମିଡ଼ିଏଟଲି ସାଙ୍ଗେ ସାଙ୍ଗେ ଗୋପୀ ପୁଟ୍ ହିଜ୍ ବୁକ୍ ଆସାଇଡ୍. ତା ବହି ବନ୍ଦ କରି କଡ଼ରେ ରଖିଦେଲା. ଗଟ୍ ଅଫ୍ ଠିଆ ହେଲା ଆଣ୍ଡ ran into the garden. ଆଉ ତା ଗାର୍ଡ଼େନକୁ ଦୌଡ଼ି ଦୌଡ଼ି ଗଲା. କୋଉଠିକି? ବଗିଚାକୁ ଦୌଡ଼ି ଦୌଡ଼ି ଗଲା. in between the thick grass near the garden fence. ସେଠୁ ସେ କ'ଣ କଲା ନା ଦୌଡ଼ି ଦୌଡ଼ି ଯାଇକି ତାଙ୍କର ଗାର୍ଡ଼େନର ମାନେ ତାଙ୍କ ବଗିଚାର ବାଡ଼ ଏଇଟା ହେଲା ବାଡ଼. ସେ ତାଙ୍କର ବଗିଚାର ବାଡ଼ରେ ଯାଇକି ବାଡ଼ ପାଖରେ ଯାଇକି ଦେଖିଲା. ବଟ୍ ହି ଫାଉଣ୍ଡ ନଥିଙ୍ଗ. କିନ୍ତୁ ସେ କିଛି ପାଇଲା ନାହିଁ. ହି ଲୁକ୍ଡ among the bushes. ସେଠୁ ସେ ବୁଦାମାନଙ୍କ ପାଖକୁ ଦେଖିଲା ହେଲା. ହି ଲୁକ୍ଡ among the bushes. ସେ ଛୋଟ ଛୋଟ ଗଛମାନଙ୍କ ପାଖକୁ ଯାଇକି ଦେଖିଲା. ନଥିଙ୍ଗ ୱାଜ୍ ଦେୟାର ଏଗେନ୍. ସେଠାରେ ପୁଣି ଥରେ ଦେଖିଲା କି ସେଠାରେ ପୁଣି ଥରେ ସେ ଛୋଟ ଛୋଟ ଗଛମାନଙ୍କ ପାଖକୁ ଯାଇକି ଦେଖିଲା କି କିଛି ବି ପଡ଼ିନାହିଁ. ଦେନ୍ ହିଜ୍ ଆଇଜ୍ ଫେଲ୍ ଅନ୍ ଏ ହିପ୍ ଅଫ୍ ଡ୍ରାଏ ଲିଭ୍ସ. ହେଉଛି ଶୁଖିଲା ପତ୍ରର ଗଦା ଉପରେ ତା'ର ଆଖି ପଡ଼ିଲା. ଗୋପୀ ରିଚ୍ଡ ଆଉଟ୍. ଗୋପୀ ଯାଇକି ସେଠାରେ ପହଞ୍ଚିଲା. ଆଣ୍ଡ ଟୁକ୍ ଦ ବଲ୍ ଇନ୍ ହିଜ୍ ହ୍ୟାଣ୍ଡ. ତା ହାତରେ ସେ ବଲ୍ଟାକୁ ଉଠାଇଲା. ଇଟ୍ ୱାଜ୍ ଏ ହକି ବଲ୍. ଏହା ଏକ ହକି ବଲ୍ ଥିଲା. ଏହା ବି ଥଟ୍ ୱଣ୍ଡର ହୁଜ୍ ବଲ୍ କୁଡ୍ ଦିସ୍ ବି. ଗୋପୀ ଭାବିଲା ଏଇଟା କାହାର ବା ବଲ୍ ହେଇଥାଇପାରେ. ହି ଲୁକ୍ଡ ଆରାଉଣ୍ଡ ଆଣ୍ଡ ଲୁକ୍ଡ ଆଉଟସାଇଡ୍ ଦ ଗେଟ୍. ଏ ଚାରିଆଡ଼େ ଦେଖିଲା. ତାପରେ ଗେଟ୍ର ବାହାରକୁ ଦେଖିଲା. ବଟ୍ କୁଡ୍ ସି no one. ହେଲେ କାହାକୁ ବି ପାଇଲା ନାହିଁ. ଜଷ୍ଟ ଦେନ୍ ହି ହିୟର୍ଡ ହିଜ୍ ମଦର କଲିଂ. ଗୋପୀ ହ୍ୱାଟ୍ ଆର୍ ୟୁ ଡୁଇଂ ଆଉଟ୍ ଇନ୍ ଦ ଗାର୍ଡ଼େନ୍. ତାପରେ ତାକୁ ଶୁଣାଗଲା ଯେ ତା ମା ତାଙ୍କୁ ଡାକୁଛନ୍ତି. କହୁଛନ୍ତି ଗୋପୀ ହ୍ୱାଟ୍ ଆର୍ ୟୁ ଡୁଇଂ ଆଉଟ୍ ଇନ୍ ଦ ଗାର୍ଡ଼େନ୍. ଗୋପୀ ତୁମେ ଗାର୍ଡ଼େନ୍ରେ କ'ଣ କରୁଛ. ଇଟ୍ ଇଜ୍ ଭେରି ହଟ୍. ବହୁତ ଜୋରରେ ଗରମ ହେଉଛି. କମ୍ ଇନସାଇଡ୍. ବହୁତ ଜୋରରେ ଗରମ ହେଉଛି. ଭିତରକୁ ଚାଲି ଆସ. ଗୋପୀ ୱେଣ୍ଟ ଇନସାଇଡ୍. ସେଠୁ ଗୋପୀ ଭିତରକୁ ଗଲା. ଆଣ୍ଡ ଡ୍ରାଙ୍କ ଏ ଗ୍ଲାସ୍ ଅଫ୍ ୱାଟର. ଗୋଟେ ଗ୍ଲାସ୍ ପାଣି ପିଇଲା. ହି ଲେ ଡାଉନ୍ ଅନ୍ ଦ ମ୍ୟାଟ୍. ସେଠୁ ସେ ମ୍ୟାଟ୍ ଉପରେ ଶୋଇ ପଡ଼ିଲା ବା ଗଡ଼ି ପଡ଼ିଲା. ହେଲେ ମ୍ୟାଟ୍ ଉପରେ ଟିକେ ଗଡ଼ିଗଲା. ଆଣ୍ଡ ସେଡ୍ ଟୁ ହିମସେଲ୍ଫ. ସେ ତା ନିଜକୁ କହିଲା ଆଇ କ୍ୟାନ୍ ନଟ୍ କିପ୍ ଦିସ୍ ବଲ୍ ଫର୍ ମାଇ ସେଲ୍ଫ. ସେ କହୁଛି ଯେ କି ମୁଁ ନିଜେ ଏଇ ବଲ୍ଟା ତ ନେଇପାରିବିନି. ଆଇ ୱିଲ୍ ଆସ୍କ ଅଦର୍ସ. ମୁଁ ନିହାତି ଭାବରେ ଅନ୍ୟମାନଙ୍କୁ ପଚାରିବି. ଇନ୍ ଦ ଇଭିନିଂ. ସନ୍ଧ୍ୟା ସମୟରେ ଗୋପୀ ୱେଣ୍ଟ ଟୁ ଏ ନିୟର୍ ବାଇ ପ୍ଲେଗ୍ରାଉଣ୍ଡ ହ୍ୱେର୍ ଅଲ୍ ହିଜ୍ ଫ୍ରେଣ୍ଡସ୍ ରେଗୁଲାରଲି ଗ୍ୟାଦର୍ଡ ମାନେ ଏକାଠି ହେବା ଟୁ ପ୍ଲେ ହକି ଏଭ୍ରିଡେ. ଇନ୍ ଦ ଇଭିନିଂ. ସନ୍ଧ୍ୟା ସମୟରେ ଗୋପୀ ତାର ଘର ପାଖର ପ୍ଲେଗ୍ରାଉଣ୍ଡ ହେଲା ଖେଳ ପଡ଼ିଆ ପାଖକୁ ସେ ଗଲା. ଯେଉଁଠି ତାର ସବୁ ସାଙ୍ଗମାନେ ପ୍ରତିଦିନ ଏକାଠି ହୋଇକି ହକି ଖେଳୁଥିଲେ. ଫ୍ରେଣ୍ଡସ୍ ଦିସ୍ ଆଫ୍ଟରନୁନ୍ ଆଇ ଫାଉଣ୍ଡ ଏ ବଲ୍. ସେ କହୁଛି ସାଙ୍ଗମାନେ ଆଜି ଖରାବେଳେ ମୁଁ ଗୋଟେ ବଲ୍ଟେ ପାଇଲି. ଡିଡ୍ ଏନି ଅଫ୍ ୟୁ ଲସ୍ ୟୁର୍ ବଲ୍ ରିସେଣ୍ଟଲି. ତୁମମାନଙ୍କ ଭିତରୁ କାହାର ବଲ୍ ହଜିଯାଇଛି କି? ମନୋଜ ସେଡ୍. ଦେନ୍ ମନୋଜ କହିଲା ଆଇ ଲଷ୍ଟ ଏ ବଲ୍ 4 months ago. ହେଲା 4 ମାସ. ମନୋଜ କହିଲା 4 ମାସ ପୂର୍ବରୁ ମୁଁ ଗୋଟେ ବଲ୍ଟେ ହଜେଇ ଦେଇଥିଲି. ଗୋପୀ ସେଡ୍ ସୋ ଦ ବଲ୍ ଦ୍ୟାଟ୍ ଆଇ ଫାଉଣ୍ଡ କ୍ୟାନ୍ ନଟ୍ ବି ୟୋର୍ସ. ଗୋପୀ ହେଠୁ କହିଲା ତେଣୁ ମୁଁ ଯେଉଁ ବଲ୍ଟା ପାଇଛି ଏଇଟା ନିହାତି ଭାବରେ ତୁମର କେବେ ହେଇନଥିବ. ରମଣୀ ସେଡ୍. ରମଣୀ କହିଲା ଦେନ୍ ଦ ବଲ୍ ଇଜ୍ ମାଇନ୍. ତେଣୁ ବଲ୍ଟି ହେଉଛି ମୋର. ହାଉ ଡୁ ୟୁ ନୋ ଆସ୍ଡ ଗୋପୀ. ଗୋପୀ ପଚାରିଲା ତୁମେ କେମିତି ଜାଣିଲ. ହ୍ୱାଟ୍ କଲର୍ ଇଜ୍ ଇଟ୍. ସେଠୁ ଗୋପୀ ପୁଣି ପଚାରୁଛି କହିଲ ଏହାର କଲର୍ କିପରି. ଶୋ ମି ଦ ବଲ୍ ଆଣ୍ଡ ଆଇ ୱିଲ୍ ଟେଲ୍ ୟୁ. ରମଣୀ ତାକୁ ହସି ହସି କହୁଛି ମୋତେ ବଲ୍ଟା ଦେଖେଇ ଦେଉନୁ ମୁଁ କହିଦେବି କେଉଁ କଲର୍. ଆନାଦର ଫ୍ରେଣ୍ଡ ଦୀପକ. ଅନ୍ୟ ଏକ ସାଙ୍ଗ ଦୀପକ ସେଡ୍ ଦ୍ୟାଟ୍ କହିଲା ଯେ ହିଜ୍ ଫାଦର ହାଡ୍ ବଟ୍ ହିମ୍ ଏ ନ୍ୟୁ ବ୍ରାଣ୍ଡ ଫୁଟବଲ୍ ଏ ଡେ ବିଫୋର୍. ଗୋଟେ ଦିନ ପୂର୍ବରୁ ତା ବାପା ତା ପାଇଁ ଗୋଟେ ନ୍ୟୁ ବ୍ରାଣ୍ଡର ଫୁଟବଲ୍ ଆଣିଥିଲେ. ଦ ବଲ୍ ଆଇ ଫାଉଣ୍ଡ ଇଜ୍ ଏ ହକି ବଲ୍. ଗୋପୀ ସେଡ୍ ଗୋପୀ. ଗୋପୀ କହିଲା ଯେଉଁ ବଲ୍ଟା ମୁଁ ପାଇଛି ସେଇଟା ହେଉଛି ହକି ବଲ୍. ଫୁଟବଲ୍ ନୁହେଁ, ସେଇଟା ଗୋଟେ ହକି ବଲ୍.
एवरीवन लाफ्ड समस्ते हसिले गोपी टुक आउट द बॉल फ्रॉम हिज पॉकेट हेटू से पॉकेट भीतर को नहीं आसला मनोज टुक इट अवे फ्रॉम गोपी एंड थ्रू हाँ गोपी टुक आउट द बॉल फ्रॉम हिज पॉकेट सेठू गोपी जमी बॉल्टा को बाहर कला पॉकेट गोपी जो पॉकेट से बॉल्टा को बाहर कला मनोज टुक इट अवे फ्रॉम गोपी एंड थ्रू दीपक हेटू मनोज गोपी से बॉल्टा नहीं जाकि दीपक ऊपर को पकड़ा दीपक पाखु पकड़ा Seeing this, यहाँ को देखिए गोपी said at the top of his voice. यहाँ को देखिए गोपी बहुत जोरे चिल्ले कहला stop. I say stop. से कहती रुह रुह मु कहूँ रुह. Let's play before it gets dark. Manoj went to the goalpost as he liked to be a goalkeeper. से goal post पाख को गला. गोपी stood at the center of the field. गोपी stood at the center of the field holding a hockey stick. एटू गोपी कौन कला ना मझे ठिया हला खेल पड़ियार मझिरे हॉकी स्टिक हॉकी बैटा को धरिक ठिया हला किए ठिया हला गोपी गोपी हेटू हॉकी बैटा को धरी ठिया हला ही पास्ड द बॉल टू दीपक से बॉल को दीपक पाख को पकेला हु थ्रू द बॉल टुवर्ड्स द रश्मि हु थ्रू द बॉल टुवर्ड्स द रश्मि हेटू रश्मि पाख को सुने ही पास्ड द बॉल टू दीपक हेटू से तापर दीपक पाख पकेला दीपक कौन करा ना दीपक रश्मि पाख पकेला रमणी हिट द बॉल विथ द स्टिक एंड इट वेंट टू जय रमणी तापर से बॉल को हिट कला माने रमणी मध्य से बॉल को कोथले हॉकी स्टिक रे हिट कला माने बाड़ीला है ना तापर से बॉल टी गड़ी गड़ी गला कोठी ना जय पाखु कमन जय प्ले द शॉट एंड ड्राइव इट टुवर्ड्स द गोल पोस्ट मनोज सेड लाउडली मनोज बहुत जोरे चिल्ले कहला कमन जय प्ले द शॉट को खेल आउ ए गोल पोस्ट आउ ए बॉलटा को गोल पोस्ट पाखक नहीं जाओ है किए कहूँ मनोज कहूँ जय टाइटेंडेड हिज रिस्ट अराउंड द स्टिक विथ द फ्लैट साइड टचिंग द बॉल ही हिट द बॉल सो हार्ड से बहुत जोरे हिट कला दैट इट वेंट पार्ट द प्लेग्राउंड गेट एंड फेल इनटू द बास्केट ऑफ पासिंग स्कूटरिस्ट माने जो स्कूटर चढ़ुला है ना द स्कूटरिस्ट ताले किए जे स्कूटर चढ़ुला who was unaware of what had happened जे कि जानी नथिला कौन घटिला ड्रोप पास्ट तारी पाखु चली गला by the time the children ran to the gate से समय पिला माने आसिकी गेट पाखु पहुंची गले the scooter was gone एटा स्कूटर टा चली जाइथिला and so was the ball जादरा बॉल मधे सतरे चली जाइथिला हला they looked at each other and burst into laughter से माने परस्पर को देखिले आ हसे बहुत जोरे हसिले से विषय ना कौन गन विथ द स्कूटर विषय